ସେତେବେଳକୁ ମା ପାର୍ବତୀ ଯୋଗ ବଳରେ ଜାଣି ସାରିଲେଣି ଶବର ରୂପ ଧାରଣ କରିଥିବା ଯୁବକ ଜଣକ ହେଉଛନ୍ତି ବୀର ଧନଞ୍ଜୟ। ସେ ତେଣୁ ହସି ହସି ଶିବଙ୍କ ଉଦ୍ଦେଶ୍ୟରେ, ସ୍ୱାମୀ ଆପଣଙ୍କ ପରି ଭୋଳା ଦେବତା ମୁଁ ଦେଖିନି। ଯୁଦ୍ଧରେ ତ ହାରିଲ, ତାପରେ ଯାହା ପାଖରୁ ହାରିଲ ସେହି ଶବର ଯୁବକକୁ ବର ଦେବାକୁ ବାହାରିଲଣି। ଅର୍ଜୁନ କିଛି ବୁଝିପାରୁନଥାନ୍ତି। ମା ପାର୍ବତୀ ଅର୍ଜୁନକୁ ସେମାନଙ୍କ ପ୍ରକୃତ ପରିଚୟ ଦେଲେ। ପରିଚୟ ପାଇଲା ପରେ ଅର୍ଜୁନ ସିଧା ହର ପାର୍ବତୀଙ୍କ ପାଦ ତଳେ ପଡ଼ି କ୍ଷମା ପ୍ରାର୍ଥନା କଲେ। କହିଲେ ଅଜାଣତରେ ସେ ଗୁରୁତର ଅପରାଧ କରିଛନ୍ତି, ତାଙ୍କୁ କ୍ଷମା କରାଯାଉ। ପାର୍ବତୀ ତାପରେ ଶିବଙ୍କୁ କହିଲେ, ସ୍ୱାମୀ ଆପଣ ବର ଦେବା ଆଗରୁ ଗଙ୍ଗାରେ ସ୍ନାନ କରି ଆସନ୍ତୁ। ଶିବ ସ୍ନାନ କରିବାକୁ ଗଲା ପରେ ପାର୍ବତୀ ଅର୍ଜୁନକୁ କହିଲେ, ବାପା ତୁ ଶିବଙ୍କୁ କେଉଁ ବର ମାଗିବୁ ବୋଲି ମନେ କରୁଛୁ? ଅର୍ଜୁନ କହିଲେ, ମା ମୁଁ ଅଜ୍ଞାନୀ, କ'ଣ ମାଗିବି ଜାଣି। ପାର୍ବତୀ କହିଲେ, ମହାଦେବଙ୍କୁ ତାଙ୍କ ପାଶୁପତ ଅସ୍ତ୍ରଟି ମାଗ। ସେ ଅସ୍ତ୍ର ପାଇଲେ ତୋତେ ତିନି ଲୋକରେ କେହି ବି ପରାଜିତ କରିପାରିବେ। ମହାଦେବ ସ୍ନାନ ସାରି ଅର୍ଜୁନକୁ ବର ମାଗିବା କଥା କହିବାରୁ ଅର୍ଜୁନ କହିଲେ, ହେ ପ୍ରଭୁ ଦେବେ ଯଦି ତେବେ ତ୍ରିପୁରକୁ ନାଶ କରିବାର ଶକ୍ତି ଥିବା ପାଶୁପତ ଅସ୍ତ୍ରଟି ମୋତେ ଦିଅନ୍ତୁ। ଅର୍ଜୁନଙ୍କ କଥା ଶୁଣି ପ୍ରଭୁ ଶିବ ପାର୍ବତୀଙ୍କୁ ଅନେଇ କହିଲେ, ଏ ବୁଦ୍ଧିଟି ତୁମେ ନିଶ୍ଚୟ ଦେଇଛ। ଅର୍ଜୁନ ଆମ ସନ୍ତାନ ପରି, ମୁଁ ତ ଯାହା ଦେବା କଥା ଦେବି। ତୁମେ ବି ଅର୍ଜୁନକୁ କିଛି ବରଦାନ କର। ବରଦାନ ପୂର୍ବରୁ ମା ପାର୍ବତୀ ଗଙ୍ଗାରେ ସ୍ନାନ କରିବାକୁ ଗଲେ। ପାର୍ବତୀ ଯିବା ପରେ ମହାଦେବ ଅର୍ଜୁନକୁ କହିଲେ, ସତ୍ୟ ଯୁଗରେ ମା ମହିଷାସୁରକୁ ନିଧନ କଲାବେଳେ ଯେଉଁ ଅକ୍ଷୟ ତୁଣୀର ବ୍ୟବହାର କରିଥିଲେ ତୁ ସେଇଟିକି ମାଗ। ସେ ତୁଣୀରରୁ ସର କେବେ ବି ଶେଷ ହୁଏନି। ମା ପାର୍ବତୀ ସ୍ନାନ ସାରି ଫେରିଲା ପରେ ଅର୍ଜୁନ ବର ଭାବରେ ପାର୍ବତୀଙ୍କ ଅକ୍ଷୟ ତୁଣୀରକୁ ମାଗିଲେ। ପାର୍ବତୀ ଜାଣିଲେ ଅର୍ଜୁନକୁ ସେ ପାଶୁପତ ଅସ୍ତ୍ର କଥା କହିଲା ପରେ ମହାଦେବ ତାଙ୍କୁ ଅକ୍ଷୟ ତୁଣୀର କଥା କହିଛନ୍ତି। ଅର୍ଜୁନକୁ ବରଦାନ ପରେ ମହାଦେବ ପାର୍ବତୀଙ୍କ ଗଣ୍ଡାକୁ ଜୀବନଦାନ ଦେଲେ ଓ କୈଳାସକୁ ଲେଉଟି ଗଲେ। ଅର୍ଜୁନ ପାଶୁପତ ଅସ୍ତ୍ର ଓ ଅକ୍ଷୟ ତୁଣୀର ପାଇ ମନ ଖୁସିରେ ଶିବ ପାର୍ବତୀଙ୍କୁ ପ୍ରଣାମ କରି କାଶୀଧାମରୁ ବାହାରିଲେ। ଅର୍ଜୁନ ମନ ଖୁସିରେ ସୁଭଦ୍ରାଙ୍କ ଆଗରେ ତାଙ୍କ ଦିବ୍ୟ ଅସ୍ତ୍ର ପାଇବାର ଅନୁଭୂତି ବଖାଣିଲା ବେଳକୁ କୃଷ୍ଣଙ୍କ ନଗରୀ ଦ୍ୱାରକାରେ ଆଉ ଏକ ଘଟଣା ଘଟୁଥିଲା।